ରେକର୍ଡ ଭାଙ୍ଗୁଛି ତାତି। କେନ୍ଦୁଝର ଜିଲ୍ଲା ଖଣିପ୍ରବଣ ଯୋଡ଼ାବଡ଼ବିଲ ଅଞ୍ଚଳରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଏପ୍ରିଲ ମାସ ଚାଲିଥିବା ବେଳେ ଦିନର ତାପମାତ୍ରା 37ରୁ 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବା ରେକର୍ଡ କରାଯାଉଛି। ଦିନବେଳେ ପ୍ରବଳ ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଅଞ୍ଚଳବାସୀ ଗରମ ସହ୍ୟ କରିନପାରି ଗଛମୂଳେ ଆଶ୍ରୟ ନେଉଛନ୍ତି। ମାତ୍ର ସହରାଞ୍ଚଳବାସୀ ପଙ୍ଖା, କୁଲର, ଏସି ଲଗାଇ ଘରେ ରହୁଥିବା ବେଳେ କୌଣସି କାରଣରୁ ବିଦ୍ୟୁତ କାଟ ହେଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏପ୍ରିଲ 27ରୁ ଛୁଟି ଘୋଷଣା କରିଛନ୍ତି।